ରାମ ନାରାୟଣ ରାମ। ଯଦି ତୁମେ କାହାର ଜମିରେ ବହୁତ ପାଣି ଛାଡ଼ି ଦେଉ ତାହେଲେ ତୁମ ନାମରେ ମାମଲା ହେବ, କିନ୍ତୁ ସମୁଦ୍ର ଉପରେ କୌଣସି ମାମଲା ହୋଇପାରିବ ନାହିଁ। ସେ କାହାରି କଥା ଶୁଣେ ନାହିଁ, ସମ୍ପୂର୍ଣ୍ଣ ଭାବେ ଭାସି ନେଇ କାହାକୁ କିଛି କହିବାକୁ ଅବସର ମଧ୍ୟ ମିଳେ ନାହିଁ। ଏହି ଦେହରୁ ଆଦି ସୁର ଉତ୍ପନ୍ନ ହେବ। ସମସ୍ତଙ୍କ ମନରେ ବିଶ୍ୱର ଅନନ୍ତ ସୁରର ସଙ୍କେତ ଅଛି। ତେଣୁ ଏହା ଘଟିବାରେ କୌଣସି ବାଧା ଆସିବ ନାହିଁ। ଯଦି ହଜାର ହଜାର ଲୋକଙ୍କୁ ଗୋଟିଏ ସୁରରେ ବାନ୍ଧି ଦିଆଯାଏ ଏବଂ ଯେତେବେଳେ ଏହି ପ୍ରାୟୋଗିକ ଇଚ୍ଛାର ସୁର ଏବଂ ସମସୁରର ସଙ୍ଗୀତ ବଜି ଉଠିବ, ସେତେବେଳେ ଆମେ ଦେଖିବୁ ଯେ କେଉଁଠି ମଧ୍ୟ କୌଣସି ସମାଲୋଚନା ହେଉନାହିଁ, କୌଣସି ବାଧା ନାହିଁ ଏବଂ ସମସ୍ତେ ଆମ ସହିତ ଅଛନ୍ତି। ମୃତ୍ୟୁରେ ଅଧିକାର ପାଇବାର ଇଚ୍ଛା ସମସ୍ତଙ୍କ ମନରେ ଅଛି। ଅଭାବର ସୁର ସମସ୍ତଙ୍କ ପାଇଁ ଗୋଟିଏ ଅଟେ। ତେଣୁ ତୁମ ମୁଣ୍ଡ ଉପରେ ହାତ ଫେରାଇ ବଡ଼ ହେବାକୁ ଚାହୁଁଥିବା ଲୋକମାନେ ଏହା କରିପାରିବେ ନାହିଁ। ଏହି ବିଦ୍ରୋହ ଦ୍ୱାରା ସମସ୍ତଙ୍କ ମନରେ ଦେଶପ୍ରେମ ଜାଗୃତ ହେବ ଏବଂ ସେମାନେ ଉଦାର ଦୃଷ୍ଟିକୋଣରୁ ଦେଖିପାରିବେ। ଆଜି ଆମ ପାଖରେ କିଛି ନାହିଁ, ଆମେ କାହାର ସମାଲୋଚନା କରିପାରୁନାହିଁ। ଆମେ ଅସହାୟ ହୋଇଗଲୁ। ମତମାନଙ୍କ ଜାଲରେ ପଡ଼ି ଆମେ ଗୋଲମାଲରେ ଆଛୁ। ଭଲ କ'ଣ ଏବଂ ଖରାପ କ'ଣ, ଏହି ଜିନିଷ ଆମେ ବୁଝିପାରୁନାହିଁ। ଦେଶର ଯୁଦ୍ଧ ଏବଂ ସଂଘର୍ଷଗୁଡ଼ିକ ମୌଳିକ ନୀତିର ତ୍ରୁଟିରେ ଘଟିଛି। ରାଜନୀତି ଏକ ଅଲଗା ନୀତି ନୁହେଁ। ସମସ୍ତ ନୀତି ଗୋଟିଏ ବିଶ୍ୱର କଲ୍ୟାଣ ନିମନ୍ତେ ଶିକ୍ଷା ଏବଂ ଜ୍ଞାନରେ ଏଗ୍ରାଇଥିବା ସମସ୍ତ ଲୋକକୁ ଶାନ୍ତି ଚାହାନ୍ତି। ଯଦି ପ୍ରତ୍ୟେକ ବ୍ୟକ୍ତି ଏହି ପରମ ଶାନ୍ତି ଦିଗକୁ ଯାଏ ଏବଂ ସମସ୍ତ ଦେଶ ଏକତ୍ର ହୋଇଯାଏ, ତେବେ ଦେଶରେ ଖାଦ୍ୟର ଅଭାବ ରହିବ ନାହିଁ।